हरे हरे कृष्णा। कृष्ण। भगवान भगवान ହେଉଛନ୍ତି ହେଉଛନ୍ତି ପ୍ରକୃତିର ପ୍ରକୃତିର ଯେ ଯେ ତିନୋଟି ତିନୋଟି ଗୁଣ ଗୁଣ ଅଛି, ଅଛି, ଏ ତିନୋଟି ତିନୋଟି ଗୁଣର ଗୁଣର ପରେ ପରେ କେବଳ କେବଳ ଦିଶୁଛି ଦିଶୁଛି ଭଗବାନଙ୍କ ଭଗବାନଙ୍କ ଠାରୁ ଠାରୁ ଏ ଯୋଉ ଏ ଯେ ତିନୋଟି ଗୁଣ ତିନୋଟି ଗୁଣ ଉତ୍ପନ୍ନ ଉତ୍ପନ୍ନ ହେଇଛି। ହେଇଛି ଏବଂ ଏବଂ ଭଗବାନ ଭଗବାନ ମଧ୍ୟ ମଧ୍ୟ ଏହି ଏହି ତିନୋଟି ତିନୋଟି ଗୁଣରେ ଗୁଣରେ ସ୍ଥିତ ସ୍ଥିତ ଅଛନ୍ତି। ଅଛନ୍ତି। ଫିର ବି ଫିର ବି ଭଗବାନ ଭଗବାନ ଏ ଏ ତିନୋଟି ତିନୋଟି ଗୁଣରେ ଗୁଣରେ ଲିପ୍ତ ଲିପ୍ତ ହୁଅନ୍ତି ହୁଅନ୍ତି ନାହିଁ। ନାହିଁ। ବୁଝିହେଲା? ଇଏ ଗୋଟେ ଅସମ୍ଭବ ଭଳି ଆମକୁ ଲାଗୁଛି। ଆରେ ଭଗବାନଙ୍କ ଠାରୁ ଏ ତିନି ଗୁଣର ସୃଷ୍ଟି ହେଇଛି ଏବଂ ଏ ତିନି ଗୁଣରେ ଭଗବାନ ସ୍ଥିତ ଅଛନ୍ତି, ତାହେଲେ କିପରି ଭଗବାନ ଏ ତିନି ଗୁଣରେ ଲିପ୍ତ ହୁଅନ୍ତି ନାହିଁ? ଏହାର ଉଦାହରଣ ହେଉଛି ଏକ ଗ୍ଲାସ ପାଣି। ଏକ ଗ୍ଲାସ ପାଣିରେ ଆକାଶ ସ୍ଥିତ ଅଛି। ଆକାଶ ଅଛି କି ନାହିଁ? ହଁ, ଆକାଶ ଅଛି। ଏବଂ ଆକାଶ ମଧ୍ୟରେ ବା ଆକାଶ ଭିତରେ ମଧ୍ୟ ଇଏ ଗୋଟେ ଗ୍ଲାସ ପାଣି ସ୍ଥିତ ଅଛି। ଯେପରି ପାଣିର ଗ୍ଲାସ ଭିତରେ ଆକାଶ ଅଛି ଏବଂ ଆକାଶରେ ପାଣି ଗ୍ଲାସ ଅଛି, କିନ୍ତୁ ଆକାଶ କଣ ଓଦା ହେଇଯାଉଛି ନା ଆକାଶ ଲିପ୍ତ ହେଇଯାଏ ପାଣିରେ? ନାଇଁ ପ୍ରଭୁ। ନା, ପାଣି ଲିପ୍ତ ହୁଏନି। ଯେପରି ଆକାଶରେ ପାଣି ଅଛି ଏବଂ ପାଣିରେ ଆକାଶ ଅଛି, କିନ୍ତୁ ପାଣି ସହିତ ଆକାଶ ଲିପ୍ତ ହୁଏ ନାହିଁ, ସେହିପରି ଭଗବାନ ଗୁଣ ଭିତରେ ଅଛନ୍ତି ଏବଂ ଭଗବାନ ଠାରେ ଗୁଣ ଅଛି, କିନ୍ତୁ ଭଗବାନ ଏ ଗୁଣରେ ଲିପ୍ତ ନୁହନ୍ତି। ତେଣୁ ଆମେମାନେ ଯଦି ଏ ସତ୍ୟତମ ରଜଗୁଣରୁ ଊର୍ଦ୍ଧ୍ୱକୁ ଯିବାକୁ ପଡିବ ବା ବିଶୁଦ୍ଧ ସତ୍ୟ ଗୁଣକୁ ଯଦି ଊର୍ଦ୍ଧ୍ୱକୁ ଯିବାକୁ ପଡିବ, ତାହେଲେ ଆମେମାନେ ମଧ୍ୟ ଭଗବାନଙ୍କର ଶରଣାପନ୍ନ ହେବା ଉଚିତ। ଅର୍ଥାତ୍ ଭଗବାନଙ୍କର ପବିତ୍ର ନାମ ସର୍ବଦା ଜପ କରିବା ଉଚିତ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଠିକ ଅଛି, ହରେ କୃଷ୍ଣ।